ଆଉ ଗୁଡ଼ାଗାଁ ଏବଂ ଗଞ୍ଜୁ ସାହିର 2ଟି ୱାର୍ଡ ମେମ୍ବର ଏବଂ ଆମର ବୁଦ୍ଧିଜୀବୀ ବା ବୟୋଜ୍ୟେଷ୍ଠ ଲୋକମାନଙ୍କୁ ଆଉ ମୋର ଭାଇ ଓ ଭଉଣୀକୁ କି ମୋ ସମସ୍ତ ଭାଇମାନଙ୍କୁ ମୋର ନାତି ନାତୁଣ ମୁଁ ଆଗ ପ୍ରଥମେ ନମସ୍କାର ଧନ୍ୟବାଦ। ଆଜିର ଏଇ ଆମର ସରପଞ୍ଚ ମହାଦେବ ଓ ଆମର ଏକ୍ସ ସରପଞ୍ଚ କି ମ୍ୟାଡ଼ାମ ସେ ମଧ୍ୟ ଆଜି ଉପସ୍ଥିତ ହୋଇଛନ୍ତି। ତାଙ୍କୁ ମଧ୍ୟ ମୁଁ ଅନୁରୋଧ କରୁଛି ଯେ ଆଜି ତାଙ୍କୁ ମୁଁ ଧନ୍ୟବାଦ ଦେଉଛି। ଏମିତି ଗୁଡ଼ାଗାଁକୁ ପଛରେ ପଡ଼ିଥିଲା ଏବଂ ଓଡ଼ିଶାରେ ଏଇ ରଜ ପର୍ବ କେହି ପାଳନ କରୁଥିଲେ। ଆମର ଗଞ୍ଜାମ ଜିଲ୍ଲା ପୁରୀ ଅନେକ ଦେଶ ବିଦେଶରେ ଲୋକ ହେଉଥିଲା, କିନ୍ତୁ କନ୍ଧମାଳରେ କେବେ ମଧ୍ୟ ରଜ ପାଳନର କିଏ ରଜ ବୋଇଲେ ହ୍ୱାଟ୍ ଇଜ୍ ଦିସ୍ ଏହା କ'ଣ ବୋଲି କିଏ ଜାଣିନଥିଲେ। ରଜ ପର୍ବଟା ହେଉଛି ଏଇ 3 ଦିନ ଆମ କନ୍ଧମାଳ ହଉ ବା ଆମର ଗଞ୍ଜାମ ଜିଲ୍ଲା ହଉ ଆମର ପୁରୀ ହଉ କେଉଁଠି ହେଉଛି, କିନ୍ତୁ ଆମର ଫୁଲବାଣୀ ଜିଲ୍ଲାରେ କେବେ ହୋଇନଥିଲା। କାହିଁକି ଏଇ ସମୟରେ ଏଇ 3 ଦିନ ରଜରେ କାହିଁ ପାଳନ କରାଯାଏ ଓ ମୁଁ କିଛି ଟିକେ କହିକି ମୋର କଥା ବନ୍ଦ କରିଛି। କାହିଁକି ଆମର ସେଇଦିନ କେହି ହେଲେ ମାଟି ଖୋଳନ୍ତି ନାହିଁ, କେହି ହେଲେ ମଧ୍ୟ ଗଞ୍ଜାମ ଜିଲ୍ଲା ଲୋକ କି ପୁରୀ ଲୋକମାନେ ପରିଶ୍ରା ବି କରନ୍ତି ନାହିଁ। ଭୂମି ହେଉଛି ରଜ। ଯେଉଁପରି ଆମେ ଯଦି ଆମର ଝିଅମାନେ ଯଦି ରଜ ବା କୌଣସି କ'ଣ ହେଲେ ସେ ଗଙ୍ଗାରେ ସ୍ନାନ, କିନ୍ତୁ ପୃଥିବୀଟା ବା ଏଇ ମାଟିଟା ଯେଉଁଦିନ ରଜ ହୁଏ କେଉଁଟା ସ୍ନାନ ସେ କିଏ ଜାଣିନାହାନ୍ତି। ତେଣୁକରି ମୁଁ ଆଜି କହିବାକୁ ଯାଉଛି ଯେ ଆମେ ସବୁଦିନ ଆମର ସରପଞ୍ଚ ମହୋଦୟ ଏବଂ ଆମର ଏକ୍ସ ସରପଞ୍ଚ ଆଉ ଆମର ୱାର୍ଡ ମେମ୍ବର ମାନଙ୍କୁ କହୁଛି କେମିତି ଆମ ଗୁଡ଼ାଗାଁର ଉନ୍ନତି ସ୍ତରକୁ, କିନ୍ତୁ ଆଜି ହେଲା ପ୍ରଥମ ରଜ ପାଳନ। ଏଣିକି ସବୁଦିନ ପାଳନ କରିବା ପାଇଁ ଚେଷ୍ଟା କର। ଯେମିତି ସାନରୁ ବଡ଼ ହୁଅନ୍ତି, ଫୁଲ ଫୁଟିଲେ ଯେମିତି ଫୁଲଟା ଖଡ଼ିରୁ ଫୁଲ ହୋଇ ଫଳ ହୋଇଯାଉଛି, ସେଥିପାଇଁ ମୁଁ କହୁଛି ଯେ ଆମର ସରପଞ୍ଚ ମହୋଦୟ ଆମ ଗୁଡ଼ାଗାଁ ୱାର୍ଡ ମେମ୍ବର ଗଞ୍ଜୁକଲା ଓ ୱାର୍ଡକୁ ସଦାବେଳେ ଟିକେ ଦୃଷ୍ଟି ଦେଇ ଟିକେ ଆମର ଆଗକୁ ଯେମିତି ବଢ଼ାଇବେ ବା କର୍ଣ୍ଣପାତ ହୋଇ ଶୁଣିବେ, ଅଭିଯୋଗ ଶୁଣିବେ ଏବଂ କାର୍ଯ୍ୟକାରୀ କରିବେ ବୋଲି ମୁଁ ବିଶେଷ ଅନୁରୋଧ କରୁଛି। ତେଣୁକରି ଆପଣମାନେ ଜାଣିଛନ୍ତି ଯେ ଆମର ଏକ୍ସ ସରପଞ୍ଚ ଯିଏକି ସେ ଆମର ଯେତିକି କାର୍ଯ୍ୟ କରି ଯାଇଥିଲେ ସେ ବି ଆମର ଯଥେଷ୍ଟ କାମରେ ଉପଯୋଗୀ ହୋଇଛି। ବର୍ତ୍ତମାନ ଆଉ ଆମର ଅଣାସୁଗାର ଯୁବକ ସଂଘମାନେ କହୁଛନ୍ତି ଆଉ ସମୟର ଅଭାବ, ସେଥିପାଇଁ ମୁଁ ଆହୁରି କିଛି କହିବା ପାଇଁ ଚାହୁଁଥିଲି ଆଉ ମୁଁ ସୁଯୋଗ ଦେଇପାରିଲେ ନାହିଁ, ଆଉ ଟାଇମର ସମୟର ଅଭାବ। ତେଣୁକରି ମୁଁ ମୋ କର୍ତ୍ତବ୍ୟ ମୁଁ କହି ମନ୍ତବ୍ୟ ମୋର ଆସନ ଗ୍ରହଣ କରୁଛି। ଧନ୍ୟବାଦ। ଜୟ ଜଗନ୍ନାଥ।